ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ସେ ଆମମାନଙ୍କୁ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ କଥାବାର୍ତ୍ତା ହେଉଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଆପଣମାନେ ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମ ସମସ୍ତଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ପବିତ୍ର ଆତ୍ମାଙ୍କର 5 ପ୍ରକାର ଶକ୍ତି। ପବିତ୍ର ଆତ୍ମାଙ୍କର 5 ପ୍ରକାର ଶକ୍ତି। ପ୍ରିୟମାନେ, ପବିତ୍ର ଆତ୍ମାଙ୍କର ବିଭିନ୍ନ ପ୍ରକାର ଶକ୍ତି ରହିଛି। କାରଣ ପବିତ୍ର ଆତ୍ମା ସେ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି। ପବିତ୍ର ଆତ୍ମା ଏଥିପାଇଁ ଆମକୁ ଦିଆଯାଇଛନ୍ତି ଯେ ସେ ପବିତ୍ର ଆତ୍ମା ଆମକୁ ଶକ୍ତିଶାଳୀ କରିବେ, ଆମକୁ ବଳବାନ କରିବେ। ଏଥି ନିମନ୍ତେ ହିଁ ପବିତ୍ର ଆତ୍ମା ଆମମାନଙ୍କୁ ଦିଆଯାଇଛନ୍ତି। ଆଉ ସେହି ପବିତ୍ର ଆତ୍ମାକୁ ଏହି ଦିନମାନଙ୍କରେ ମଣ୍ଡଳୀରେ ବହୁତ ପରିମାଣରେ ଅବହେଳା କରାଯାଉଛି। ଆମେ ପବିତ୍ର ଆତ୍ମାକୁ ଅବହେଳା କରିବା ନାହିଁ। ଆଉ ପବିତ୍ର ଆତ୍ମାଙ୍କର 5 ପ୍ରକାର ଶକ୍ତି ବିଷୟରେ ଜାଣି ଆମେ ସେହି ଶକ୍ତି ଗୁଡ଼ିକକୁ ଆମେ ବ୍ୟବହାର କରି ଆମେ ମଧ୍ୟ ଗୋଟେ ଶକ୍ତିଶାଳୀ ବ୍ୟକ୍ତି ହେଇ ପ୍ରଭାବଶାଳୀ ସେବା କାର୍ଯ୍ୟ ଆମେ କରିପାରିବା। ପ୍ରିୟମାନେ, ପବିତ୍ର ଆତ୍ମାଙ୍କର ପ୍ରଥମ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏହା ଅଟେ ଯେ ପବିତ୍ର ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ, ଯେଉଁମାନେ ପବିତ୍ର ଆତ୍ମା ପାଇଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କୁ ପବିତ୍ର କରନ୍ତି। ଏଇଟା ପବିତ୍ର ଆତ୍ମାଙ୍କର ଗୋଟିଏ ଶକ୍ତିଶାଳୀ ଶକ୍ତି ଅଟେ। ପବିତ୍ର ଆତ୍ମାଙ୍କର କାର୍ଯ୍ୟ କ'ଣ ଯେ ସେ ଆମମାନଙ୍କୁ ଶକ୍ତିଶାଳୀ କରିବେ। କି ପ୍ରକାର ଭାବରେ? ପବିତ୍ର କରି। ପ୍ରିୟମାନେ, ଲେଖାଯାଏ ରୋମୀୟ ପୁସ୍ତକ 15 ଅଧ୍ୟାୟର 16 ପଦ, କାରଣ ବିଜାତିମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି। ପ୍ରିୟମାନେ, ପବିତ୍ର ଆତ୍ମାଙ୍କର ଶକ୍ତି ଆମକୁ ପବିତ୍ର କରେ, ଆମକୁ ପରମେଶ୍ୱରଙ୍କ ପରି ଆମକୁ ପବିତ୍ର କରେ। ଆଜି ଦୁନିଆର ଯେଉଁ ପବିତ୍ର ଅଛି ସେହି ପବିତ୍ର କଥା କୁହାଯାଉ ନାହିଁ। ଏହି ପବିତ୍ର ଆତ୍ମା ଆମର ଚିନ୍ତାକୁ ପବିତ୍ର କରେ, ଆମମାନଙ୍କର ଚାହାଣୀକୁ ପବିତ୍ର କରେ, ଆମମାନଙ୍କର ସ୍ପର୍ଶକୁ ପବିତ୍ର କରେ, ଆମମାନଙ୍କ ବ୍ୟବହାରକୁ ପବିତ୍ର କରେ, ଆମମାନଙ୍କର A to Z ବିଷୟକୁ ପବିତ୍ର ଆତ୍ମା ପବିତ୍ର କରନ୍ତି। ଆଜି ମଧ୍ୟ ପବିତ୍ର ଆତ୍ମାଙ୍କର ଶକ୍ତି ଆମକୁ ପବିତ୍ର କରିପାରିବ। ଯଦି ଆପଣ କୌଣସି ବିଷୟରେ ଅପବିତ୍ର ଅଛନ୍ତି, ବାରମ୍ବାର ପାପରେ ପଡ଼ୁଛନ୍ତି, ପବିତ୍ର ହୋଇପାରୁନାହାନ୍ତି, ତାହେଲେ ପବିତ୍ର ଆତ୍ମା ଆମକୁ କ'ଣ ପାଇଁ ଦେଇଛନ୍ତି? ଯେ ପ୍ରକାର କି ପବିତ୍ର ଆତ୍ମା ଆମକୁ ପବିତ୍ର କରିବେ। ଏହା ପବିତ୍ର ଆତ୍ମାଙ୍କର ଶକ୍ତି ଅଟେ। ପ୍ରିୟମାନେ, ଆଉ ପବିତ୍ର ଆତ୍ମାଙ୍କର ଦ୍ୱିତୀୟ ଶକ୍ତି ବିଷୟରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ରୋମୀୟ ପୁସ୍ତକ ଏହାର 8 ଅଧ୍ୟାୟର 11 ପଦ ଆମେ ପଢ଼ିବା। ଲେଖାଯାଏ, ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ସେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କର ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ। ପବିତ୍ର ଆତ୍ମାଙ୍କର ଆଉ ଗୋଟିଏ ଶକ୍ତି ଅଟେ ପୁନରୁତ୍ଥାନ କରିବା। ପ୍ରିୟମାନେ, ପୁନରୁତ୍ଥାନ ମାନେ ଯେଉଁ ଯେଉଁ ବିଷୟ ମୃତ୍ୟୁବରଣ କରିଛି ସେ ସବୁ ବିଷୟକୁ ପୁନର୍ଜୀବିତ କରିବା। ଆଜି ଆପଣ ଯେକୌଣସି ଗାତରେ ଅଛନ୍ତି, ଯେକୌଣସି ଆପଣ ପରିସ୍ଥିତି ମଧ୍ୟରେ ପଡ଼ିକିନା ଅଛନ୍ତି, ପବିତ୍ର ଆତ୍ମା ଆପଣଙ୍କୁ ସେ ସବୁ ପ୍ରକାର ଗାତରୁ ସେ ଉଠାଇବେ। ମୃତ୍ୟୁରୁ ପୁନରୁତ୍ଥାନ ସେ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପବିତ୍ର ଆତ୍ମା ମୃତ୍ୟୁରୁ ସେ ଉଠାଇ ଅଛନ୍ତି। ଆଉ ପବିତ୍ର ଆତ୍ମାଙ୍କର ଗୋଟେ ଶକ୍ତିଶାଳୀ ଶକ୍ତି କ'ଣ? ସେ ଆପଣଙ୍କୁ ଯେକୌଣସି ଗାତରେ ପଡ଼ିଥାନ୍ତୁ, ପାପର ଗାତରେ, ଆପଣ ଋଣର ଗାତରେ, ଆପଣ ଶାରୀରିକ ଅଭିଳାଷର ଗାତରେ, ଆପଣ ଚିନ୍ତାର ଗାତରେ, ଆପଣ ପରମ୍ପରାର ଗାତରେ, ଆପଣ ଯେକୌଣସି ପ୍ରକାର ଗାତରେ ପଡ଼ିଥାନ୍ତୁ ନା କାହିଁକି, ପବିତ୍ର ଆତ୍ମା
ଯେଉଁ ପବିତ୍ର ଆତ୍ମା ଯୀଶୁଖ୍ରୀଷ୍ଟଙ୍କୁ ମୃତମାନଙ୍କୁ ମଧ୍ୟରୁ ଉଠାଇଲେ ସେହି ପବିତ୍ର ଆତ୍ମା ଆମକୁ ମଧ୍ୟ ସମସ୍ତ ପ୍ରକାର ଗାତରୁ ଉଠାଇବା ପାଇଁ ତାଙ୍କର ଶକ୍ତି ଅଛି। ପ୍ରିୟମାନେ, ଆଜି ପବିତ୍ର ଆତ୍ମାଙ୍କର ଶକ୍ତି ଦ୍ୱାରା ମୁଁ ଓ ଆପଣ ପ୍ରତ୍ୟେକ ଗାତରୁ ଆମେ ମୁକ୍ତ ହୋଇପାରିବା। ପ୍ରିୟମାନେ, ପବିତ୍ର ଆତ୍ମାଙ୍କର ତୃତୀୟ ଶକ୍ତି ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ, ତାହା ହେଲା ଏଫେସୀୟ 4:30 ଆଉ ଈଶ୍ୱରଙ୍କର ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ପବିତ୍ର ଆତ୍ମା ଆମକୁ ମୁଦ୍ରାଙ୍କିତ କରନ୍ତି। ପବିତ୍ର ଆତ୍ମା ଆମକୁ ପୃଥକୀକୃତ କରନ୍ତି। ପବିତ୍ର ଆତ୍ମା ଆମକୁ କୌଣସି ଗୋଟିଏ ପାପପୂର୍ଣ୍ଣ ଜାଗାକୁ ଯିବା ପାଇଁ ଆମକୁ ଛାଡ଼ି ଦିଅନ୍ତି ନାହିଁ। ପାପରେ ପଡ଼ିବା ପାଇଁ ଆମକୁ ଦିଅନ୍ତି ନାହିଁ। ପରମେଶ୍ୱରଙ୍କ ଠାରୁ ଦୂରକୁ ଯିବା ପାଇଁ ଆମକୁ ଦିଅନ୍ତି ନାହିଁ। ପବିତ୍ର ଆତ୍ମା ମୁକ୍ତି ଦିବସ ନିମନ୍ତେ ଆମକୁ ମୁଦ୍ରାଙ୍କିତ କରିଛନ୍ତି। ପ୍ରିୟମାନେ, ଯେତେବେଳେ ଗଭର୍ଣ୍ଣମେଣ୍ଟ କୌଣସି ଗୋଟିଏ ଜିନିଷ ତା'ର ନିଜର ହୋଇଗଲା, ସେହି ସ୍ଥାନରେ ସିଲ୍ ମାରି ସେ ମୁଦ୍ରାଙ୍କିତ କରିଦିଏ। ଏଇଟା ଗଭର୍ଣ୍ଣମେଣ୍ଟର ସ୍ଥାନ। ସେହି ପ୍ରକାର ଭାବରେ ପରମେଶ୍ୱର ମଧ୍ୟ ସେ ତାର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ କରିଛନ୍ତି। କେଉଁଥିପାଇଁ? ମୁକ୍ତି ଦିବସ ନିମନ୍ତେ। ଏହି ବ୍ୟକ୍ତି ମୁକ୍ତି ଦିବସ ପର୍ଯ୍ୟନ୍ତ ମୁଦ୍ରାଙ୍କିତ। ଆଙ୍କୁ କେହି ମଧ୍ୟ ଛଡ଼େଇକିନା ମୋ ହାତରୁ ନେଇପାରିବ ନାହିଁ। ପ୍ରିୟମାନେ, ପବିତ୍ର ଆତ୍ମା ଆମକୁ ପୃଥକୀକୃତ କରନ୍ତି ଆଉ ପବିତ୍ର ଆତ୍ମା ଆମକୁ ମୁଦ୍ରାଙ୍କିତ କରନ୍ତି। ଏହା ହେଉଛି ପବିତ୍ର ଆତ୍ମାଙ୍କର ଶକ୍ତି। ପ୍ରିୟମାନେ, ସେହି ପବିତ୍ର ଆତ୍ମାଙ୍କର ଶକ୍ତି ଯଦି ଆମେ ପାଇବା, ଆମେ ମଧ୍ୟ ପୃଥକୀକୃତ ଜୀବନ, ମୁଦ୍ରାଙ୍କିତ ଜୀବନ ଆମେ ବିତେଇ ପାରିବା। ପବିତ୍ର ଆତ୍ମାଙ୍କର ଚତୁର୍ଥ ଶକ୍ତି ବିଷୟରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯାହାକି ପଢ଼ିପାରିବା 2 ତିମୋଥୀ 1:7। କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି। ପବିତ୍ର ଆତ୍ମା ଆମକୁ ସମସ୍ତ ପ୍ରକାର ଭୟର ଆତ୍ମାରୁ ଆମକୁ କେବଳ ଦୂର କରନ୍ତି ତାହା ନୁହେଁ, ଆମକୁ ଶକ୍ତି ମଧ୍ୟ ପ୍ରଦାନ କରନ୍ତି। ପ୍ରିୟମାନେ, ପବିତ୍ର ଆତ୍ମାଙ୍କର କାମ, ଆପଣଙ୍କର ଭବିଷ୍ୟତକୁ ନେଇ ଆପଣ ଭୟଭୀତ ଅଛନ୍ତି, ଆପଣଙ୍କର ପୁଅ ଝିଅ, ଆପଣଙ୍କର କ୍ୟାରିୟର, ଆପଣଙ୍କର ଯେକୌଣସି ବିଷୟକୁ ନେଇ ଆପଣ ଭୟଭୀତ ଅଛନ୍ତି, ପବିତ୍ର ଆତ୍ମା ଆପଣଙ୍କ ଜୀବନରୁ ଭୟକୁ ଦୂର କରିଦେବେ। ଭୟ ଦୂର କରିବାର ଆତ୍ମା, ସାହସ ଦେବାର ଆତ୍ମା, ବଳ ଦେବାର ଆତ୍ମା। ପ୍ରିୟମାନେ, ଏହା ହେଉଛି ପବିତ୍ର ଆତ୍ମାଙ୍କର ଶକ୍ତି। ଆଉ ଏହି ଶକ୍ତି ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ଆବଶ୍ୟକ ରହିଅଛି। ପବିତ୍ର ଆତ୍ମା ସେ ଆମକୁ ଶକ୍ତି ଦିଅନ୍ତି, ସାମର୍ଥ୍ୟ ସେ ପ୍ରଦାନ କରନ୍ତି। ପଢ଼ିବା ଆମେ ପଞ୍ଚମ ବିଷୟ, ଯାହାକି ଆମମାନେ ପ୍ରେରିତ ପୁସ୍ତକ 1:8। କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ପ୍ରିୟମାନେ, ଏହି ପବିତ୍ର ଆତ୍ମା ଆମକୁ ସାକ୍ଷୀ ହେବା ନିମନ୍ତେ ଶକ୍ତି ଦିଅନ୍ତି। କେତେ ସୁନ୍ଦର ବିଷୟ! ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଅଛନ୍ତି ଯେଉଁମାନେ କି ସାକ୍ଷୀ ହୋଇପାରୁନାହାନ୍ତି। ଅନ୍ୟକୁ ଯୀଶୁଙ୍କ ବିଷୟରେ କହିବା ସେମାନଙ୍କ ପାଇଁ ଭୟଭୀତ, ଆଉ ସେମାନେ ଡରିଯାଆନ୍ତି। ମାତ୍ର ଯେଉଁ ସମୟରେ ଆମେ ପବିତ୍ର ଆତ୍ମା ଆମେ ପ୍ରାପ୍ତ ହେବା, ପବିତ୍ର ଆତ୍ମା ଆମକୁ ଶକ୍ତି ପ୍ରଦାନ କରିବେ, ଆଉ ଆମର ଜୀବନ ଅନ୍ୟମାନଙ୍କ ନିକଟରେ ଗୋଟିଏ ସାକ୍ଷ୍ୟ ହେବ। ଆମେ ସାକ୍ଷୀ ହେବୁ ଯେ ଯୀଶୁଖ୍ରୀଷ୍ଟ ଜୀବିତ ପରମେଶ୍ୱର, ଯୀଶୁଖ୍ରୀଷ୍ଟ ପାପରୁ ଉଦ୍ଧାର କରିବା ପରମେଶ୍ୱର, ଯୀଶୁଖ୍ରୀଷ୍ଟ ଆମର ସୃଷ୍ଟିକର୍ତ୍ତା ଅଟନ୍ତି, ଯୀଶୁଖ୍ରୀଷ୍ଟ ସେ ମେଘମାଳାରେ ପୁନର୍ବାର ଆସୁଅଛନ୍ତି, ଯୀଶୁଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ସେ ପୁନରୁତ୍ଥିତ ହୋଇଛନ୍ତି। ପ୍ରିୟମାନେ, ପବିତ୍ର ଆତ୍ମା ଆମକୁ ଶକ୍ତି ଦେବେ ଓ ଆମେ ସାକ୍ଷୀ ହୋଇପାରିବା। ଆପଣ ସ୍କୁଲରେ, କଲେଜରେ, ଅଫିସରେ, ଘରେ, ଆପଣ ଯେକୌଣସି ସ୍ଥାନରେ ମଧ୍ୟ ପ୍ରଭୁଙ୍କ ନିମନ୍ତେ ଆପଣ ସାକ୍ଷୀ ହୋଇପାରିବେ। କାରଣ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଆମକୁ ଶକ୍ତି ପ୍ରଦାନ କରିବା, ଆଉ ସେହି ଶକ୍ତି ଆମକୁ ଗୋଟିଏ ସାକ୍ଷ୍ୟ ବହନ କରି, ଗୋଟିଏ ସାକ୍ଷୀ ପରି ଆମମାନେ ଏହି ଜଗତରେ ବଞ୍ଚିପାରିବା। ପ୍ରିୟମାନେ, ପବିତ୍ର ଆତ୍ମାଙ୍କର ଶକ୍ତି ଆମକୁ ପବିତ୍ର କରେ। ପବିତ୍ର ଆତ୍ମାଙ୍କର ଶକ୍ତି ଆମକୁ ପ୍ରତ୍ୟେକ ପ୍ରକାର ଗାତରୁ ଆମମାନଙ୍କୁ ଉଦ୍ଧାର କରେ। ପବିତ୍ର ଆତ୍ମାଙ୍କର ଶକ୍ତି ଆମକୁ ମୁଦ୍ରାଙ୍କିତ କରେ।
पवित्र आत्मा शक्ति समस्त प्रकार भयरू आमको उद्धार करे। पवित्र आत्मा शक्ति आमको साक्षी हेबा निमंते शक्ति प्रदान करे। आसतु आमने प्रभु निकट प्रार्थना करिबा। आमको स्वर्गीय पिता आमे तुमको धन्यवाद दौचु। तुम्हें आमको पवित्र आत्मा देइछ। पवित्र आत्मा को बिहुने आमे तुमर हो पारिबो नहीं, आमे प्रभावशाली जीवन यापन करि पारिबो नहीं। पवित्र आत्मा द्वारा आम जीवन प्रत्येक क्षेत्र में तुम्हें आम शक्ति प्रदान करुछ प्रभु, जहाद्वारा शरीर कार्यगुड़िक विनाश होउछि। आमे गोटे नूतन सृष्टि हो जाऊँ प्रभु। मु तुमको धन्यवाद दूची पवित्र आत्मा पाए। पवित्र आत्मा से शक्ति और सामर्थ्य आम समस्त को भरपूर कर, जे प्रकार कि आम ये धरापृष्ठ गोटे शक्तिशाली ख्रिस्टियान ही जीवन यापन करूँ साहाय्य कर। प्रार्थना शुणिछ, धन्यवाद। प्रार्थना प्रिय प्रभु यीशु नाम रे मागुछु, आमीन आमीन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु अनुग्रह कले आसंता अध्याय गोटे नुआ प्रसंग में परस्पर सहित साक्षात करवा रहिबा। नमस्कार। प्रेज द लॉर्ड। गॉड ब्लेस यू।